ପରଶୁରାମ ଭେଟ। କବି ହେଉଛନ୍ତି ବଳରାମ ଦାସ। ପଞ୍ଚସଖା ଯୁଗର କବି ହେଉଛନ୍ତି ବଳରାମ ଦାସ। ଉତ୍କଳୀୟ ବୈଷ୍ଣବ ଧର୍ମର ମହାନ ପ୍ରବକ୍ତା। ପିତାଙ୍କ ନାମ ସୋମନାଥ ମହାପାତ୍ର ଏବଂ ମାତାଙ୍କ ନାମ ମାୟାଦେବୀ। ସେ ପୁରୀ ଜିଲ୍ଲାର ପୁରୀ କ୍ଷେତ୍ର ନିକଟବର୍ତ୍ତୀ ଚନ୍ଦ୍ରପୁର ଗ୍ରାମରେ ଜନ୍ମଗ୍ରହଣ କରିଛନ୍ତି। କି ଜନ୍ମ କରିବା? ବଳରାମ ଦାସ ପୁରୀ ଜିଲ୍ଲାର ପୁରୀ କ୍ଷେତ୍ର ନିକଟବର୍ତ୍ତୀ ଚନ୍ଦ୍ରପୁର ଗ୍ରାମରେ ଜନ୍ମଗ୍ରହଣ କରିଛନ୍ତି। ବଳରାମ ଦାସଙ୍କ ରଚନା ଗୁଡ଼ିକ ମଧ୍ୟରେ ବଟ ଆବାକାଶ, ଭାବ ସମୁଦ୍ର, ଲକ୍ଷ୍ମୀ ପୁରାଣ, ଶ୍ରୀମଦ୍ ଭାଗବତ ଗୀତା, ମୁଗୁଣି ସ୍ଥିତି ଏସବୁ ସେ ରଚନା କରି ଯାଇଛନ୍ତି। ଏ ଯେଉଁ ଆଲୋଚ୍ୟ ପରଶୁରାମ ଭେଟ କବିତାଟି ଅଛି, ଏହା ବଳରାମ ଦାସଙ୍କ ଜଗତମୋହନ ରାମାୟଣ ଆଦି କାଣ୍ଡରୁ ସଂଗୃହୀତ ଅଛି, ମାନେ ଆସିଅଛି। କବିତାର ପ୍ରଥମେ କହିଛନ୍ତି କବି ଯେ ଶିବଧନୁ ଭଗ୍ନ କରି ସ୍ୱୟଂବର ସଭାରେ ସୀତାଙ୍କ ପ୍ରାଣୀ ଗହନ ପୂର୍ବକ ପ୍ରଭୁ ଶ୍ରୀରାମଚନ୍ଦ୍ର ମିଥିଲାରୁ ଅଯୋଧ୍ୟାକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି। ମାନେ ଶିବଧନୁକୁ ଭାଙ୍ଗି ଦେଇ ରାମଚନ୍ଦ୍ର ସୀତାଙ୍କୁ ବିବାହ କରି ଆନନ୍ଦର ସହିତ ବୀରବାଦ୍ୟ ବଜାଇକି ମିଥିଲାରୁ ଅଯୋଧ୍ୟାକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି। ଏବଂ ସେହି ସମୟରେ ପରଶୁରାମଙ୍କ ସହ ରାମଚନ୍ଦ୍ରଙ୍କର ଭେଟ ହୋଇଛି। ପରଶୁରାମ ଯିଏକି 100 କ୍ଷତ୍ରିୟମାନଙ୍କୁ ନିଧନ କରିଛନ୍ତି। ପରଶୁରାମ ଯିଏକି 100 କହିଲେ 1000 ଥର କ୍ଷତ୍ରିୟମାନଙ୍କୁ ନିଧନ କରିଛନ୍ତି, ତାଙ୍କର ସହିତ ରାମଚନ୍ଦ୍ରଙ୍କ ଭେଟ ହୋଇଛି। ମାନେ ଏହା ଏହି କବିତାର ମୁଖ୍ୟ କଥାବସ୍ତୁ। ଯାହା ଏଇ ପରଶୁରାମ ଭେଟ କବିତାଟି ଅଛି, ଏହାର ମୁଖ୍ୟ କଥା ହେଉଛି ରାମଚନ୍ଦ୍ର ଏବଂ ପରଶୁରାମଙ୍କର ଭେଟକୁ କୁହାଯାଇଛି ଯେ ପରଶୁରାମ ଭେଟ। ଏହା ହେଉଛି କବିତାର ମୁଖ୍ୟ କଥାବସ୍ତୁ। ପରଶୁରାମ ଯିଏକି 100 ମାନେ 1000 ଥର କ୍ଷତ୍ରିୟମାନଙ୍କୁ ନିଧନ କରିଛନ୍ତି, ମାରି ଦେଇଛନ୍ତି। କାରଣ କାହିଁକି ମାରିଛନ୍ତି ନା ସେ ହେଉଛନ୍ତି କ୍ଷତ୍ରିୟମାନଙ୍କର ପରମ ଶତ୍ରୁ। ପରଶୁରାମ ହେଉଛି କ୍ଷତ୍ରିୟମାନଙ୍କର ପରମ ଶତ୍ରୁ। ସେଥିପାଇଁ ସେ ପରଶୁରାମ 100 ମାନେ 1000 ଥର କ୍ଷତ୍ରିୟମାନଙ୍କୁ ନିଧନ କରିଛନ୍ତି। ଏବଂ ରାମଚନ୍ଦ୍ର କିପରି ଭାବରେ ପରଶୁରାମଙ୍କ ଗର୍ବ ଅହଙ୍କାର ଚୂର୍ଣ୍ଣ ବିଚୂର୍ଣ୍ଣ କରିଛନ୍ତି, ଏହା ମଧ୍ୟ କବିତାର ମୁଖ୍ୟ କଥାବସ୍ତୁ। ପରଶୁରାମଙ୍କର ଭେଟ ହୋଇଛି, ତାପରେ ରାମଚନ୍ଦ୍ର ପରଶୁରାମଙ୍କର ଗର୍ବ ଅହଙ୍କାର ଚୂର୍ଣ୍ଣ ବିଚୂର୍ଣ୍ଣ କରିଛନ୍ତି। ଯାର ଯେଉଁ ଅହଙ୍କାର ଥିଲା ତାହାକୁ ଚୂର୍ଣ୍ଣ ବିଚୂର୍ଣ୍ଣ କରିଛନ୍ତି। ପ୍ରଭୁ ଶ୍ରୀ ରାମଚନ୍ଦ୍ର ପରଶୁରାମଙ୍କର ଗର୍ବ ଅହଙ୍କାରକୁ ଚୂର୍ଣ୍ଣ ବିଚୂର୍ଣ୍ଣ କରିଛନ୍ତି। ପରଶୁରାମଙ୍କ ଆଶ୍ରମ ସିଦ୍ଧବନରେ ଅବସ୍ଥିତ। ପରଶୁରାମଙ୍କ ଆଶ୍ରମ କୋଉଠାରେ ଅବସ୍ଥିତ ନା ସିଦ୍ଧବନରେ ଅବସ୍ଥିତ ପରଶୁରାମଙ୍କ ଆଶ୍ରମ। ଏବଂ ସେହି ଆଶ୍ରମରେ ଯୋଗ ଧ୍ୟାନ ତପସ୍ୟାରେ ନିଜକୁ ନିଗମ କରିଥିଲେ, ମାନେ ଧ୍ୟାନ କରିଥିଲେ। ସେହି ସମୟରେ କେଉଁ ସମୟରେ ନା ଯେତେବେଳେ ପ୍ରଭୁ ଶ୍ରୀ ରାମଚନ୍ଦ୍ର ମିଥିଲାର ଅଯୋଧ୍ୟାକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି, ମାନେ ଭରତ ଯାଉଛନ୍ତି, ଯାହାକୁ ଆମ ସମ୍ବଲପୁରରେ କୁହାଯାଏ। ଏବଂ ସେହି ସମୟରେ ରାଜା ଦଶରଥ ବହୁତ ବଡ଼ ଶୁଭ କାର୍ଯ୍ୟ କରୁଛନ୍ତି, ପୁତ୍ରମାନଙ୍କ ବିବାହ। ରାଜା ଦଶରଥ ପୁତ୍ରମାନଙ୍କ ବିବାହ କରୁଛନ୍ତି, ବହୁତ ବଡ଼ ଶୁଭ କାର୍ଯ୍ୟ। ଆନନ୍ଦର ସହିତ ବୀରବାଦ୍ୟ ବା ବୀରନାଦ ବଜାଇକି ଅଯୋଧ୍ୟାକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି। ଏବଂ ସେହି ବୀରବାଦ୍ୟ ବା ବୀରବାଦ୍ୟ ଶୁଣି ଏବଂ ସେହି ବୀରବାଦ୍ୟ ବଜାଇକି ପରଶୁରାମଙ୍କ ଧ୍ୟାନ ଭଗ୍ନ ହୋଇଯାଇଛି, ମାନେ ଭାଙ୍ଗି ଯାଇଛି। ଯେଉଁ ଏମାନେ ବାଦ୍ୟ ବଜାଇକି ଯାଉଛନ୍ତି ଅଯୋଧ୍ୟାକୁ ମିଥିଲାରୁ, ସେହି ସମୟରେ ସିଦ୍ଧବନରେ ଅବସ୍ଥିତ ଯେଉଁ ପଡ଼େ ଅଯୋଧ୍ୟାକୁ ଯିବା ବାଟରେ, ସେହି ସମୟରେ ପରଶୁରାମଙ୍କ ଧ୍ୟାନ ଭାଙ୍ଗି ଯାଇଛି। ମାନେ ଯେଉଁ ଯୋଗ ଧ୍ୟାନ ତପସ୍ୟାରେ ନିଜକୁ ନିଗମ କରିଥିଲେ ପରଶୁରାମ, ସେହି ବୀରବାଦ୍ୟ ବଜାଇକି ଯେତେବେଳେ ତାଙ୍କ ଆଗରେ ଯାଉଛନ୍ତି, ପରଶୁରାମଙ୍କର ଧ୍ୟାନ ମଧ୍ୟ ଭାଙ୍ଗି ଯାଉଛି। ଏବଂ ପରଶୁରାମ ବହୁତ କ୍ରୋଧ ହୋଇଯାଉଛନ୍ତି ଏବଂ କହୁଛନ୍ତି ତାପରେ ସେ ଏମିତିରେ ପିତୃ ହତ୍ୟାର ପ୍ରତିଶୋଧ ନେବାରେ ତାଙ୍କର ହୃଦୟ ଜଳୁଛି। ସେତେବେଳେ ପରଶୁରାମଙ୍କର ପିତୃ ତାଙ୍କ ବାପାଙ୍କ ମୃତ୍ୟୁର ପ୍ରତିଶୋଧ ନେବାରେ ହୃଦୟ ଜଳୁଛି। ପୁଣି ସେହି ସମୟରେ ସେମାନେ ଯାଉଛନ୍ତି। ପୁଣି ଏହି ବୀରବାଦ୍ୟ ଯେତେବେଳେ ତାଙ୍କ କାନରେ ବାଜିଛି, ସେ ପୁରା କ୍ରୋଧ ହୋଇ ପଡ଼ିଛନ୍ତି। ପୁଣି ଏହି ଯେଉଁ ବୀରବାଦ୍ୟ ଯେଉଁ ବାଜୁଛି ତାଙ୍କ କାନରେ, ସେ ପୁରା ଆହୁରି କ୍ରୋଧ ହୋଇ ପଡ଼ୁଛନ୍ତି, ମାନେ ବିଚଳିତ ହୋଇ ପଡ଼ୁଛନ୍ତି।
ସେ ମନେ ମନେ ଭାବୁଛନ୍ତି, କ୍ଷତ୍ରିୟମାନଙ୍କୁ ତ ମୁଁ ସହସ୍ର ବାର ମାରିଦେଇଛି, ପୃଥିବୀର ବୀର ଶୂନ୍ୟ କରିଦେଇଛି କ୍ଷତ୍ରିୟମାନଙ୍କୁ। ପୃଥିବୀରେ ଆଉ କେହି ମଧ୍ୟ ଏମିତି ବୀର ନାହିଁ ଯେ ମୋତେ ମୋ ସାଙ୍ଗରେ ଲଢ଼େଇ କରିବ। ମୁଁ ତ ମନେ ମନେ ସେ ଭାବୁଛନ୍ତି, କହୁଛନ୍ତି ଯେ କ୍ଷତ୍ରିୟମାନଙ୍କୁ ତ ମୁଁ ମାରିଦେଇଛି, ପୁଣି ଏବଂ ଆଉ କିଏ ବୀର ସୃଷ୍ଟି ହେଲା ଯେ କି ମୋ ସାମ୍ନାରେ ମୋ ଆଗରେ ବୀର ବାଦ୍ୟ ବଜାଇକି ଯାଉଛି। ଏହା ପରଶୁରାମ ନିଜକୁ ନିଜେ ପ୍ରଶ୍ନ କରୁଛନ୍ତି ଯେ ମୁଁ, ତାପରେ କହୁଛନ୍ତି ଯେ ତାପରେ ମୁଁ ଯିବି ଦେଖିଯାଉଛି, ଯଦି ତାପରେ ଯେ ମୋ ସାମ୍ନାରେ ମୋତେ ବୀର ବୋଲି କହିବ, ମୁଁ ତାର ମଥାକୁ ଛେଦନ କରିଦେବି, ମୁଣ୍ଡକୁ ଛେଦନ କରିଦେବି। ସେ କ'ଣ, ତାପରେ କହୁଛନ୍ତି ଯେ ସେ କ'ଣ ଜାଣିନାହିଁ ପୂର୍ବର କଥା। ପରଶୁରାମ ଗର୍ଭର ସହ କହୁଛନ୍ତି, ସେ କ'ଣ ପୂର୍ବର କଥା ଜାଣିନାହିଁ ଯେ ମୁଁ ବୀରମାନଙ୍କୁ ହରଣ କରେ, ବୀରମାନଙ୍କ ଗର୍ଭକୁ ହରଣ କରେ। ମୁଁ ହେଉଛି ବୀରମାନଙ୍କ ଭିତରେ ଶ୍ରେଷ୍ଠ। ସେ କହୁଛନ୍ତି ଯେ ମୁଁ ବୀରମାନଙ୍କ ଗର୍ଭକୁ ହରଣ କରେ, ବୀରମାନଙ୍କ ଗର୍ଭକୁ ମୁଁ ମାରିଦିଏ ଏବଂ ହରଣ କରେ। ତାପରେ ମୁଁ ହେଉଛି ବୀରମାନଙ୍କର ଭିତରେ ଶ୍ରେଷ୍ଠ। ଯେତେ ବି ବୀର ଅଛନ୍ତି, ମୁଁ ତାଙ୍କ ଆଗରେ ଶ୍ରେଷ୍ଠ, ମାନେ ମୁଖ୍ୟ। ଯିଏ ମୋତେ ମୋ ଆଗରେ ବୀର ବୋଲି କହିବ, ତାର ମଥାକୁ ଛେଦନ କରିଦେବି, ମୁଣ୍ଡକୁ। ଏହିପରି ଭାବରେ ରାଗରେ ଥରହର ହୋଇ ପରଶୁରାମ ବନ ମଧ୍ୟରୁ ବାହାରିଛନ୍ତି। ଏଭଳି କହି ନିଜକୁ ନିଜ ପ୍ରଶ୍ନ କରିକି ଯେ ଥରହର ହୋଇ ତାଙ୍କ ଧ୍ୟାନକୁ ଭଗ୍ନ କରି ତାଙ୍କ ବନ ମଧ୍ୟରୁ ସେ ବାହାରିଛନ୍ତି ଏବଂ ଆଉ ଯାଇଛନ୍ତି, ଦେଖିଛନ୍ତି କିଏ ଅଛି ବାହାରେ, ମାନେ କିଏ ବୀର ବାଦ୍ୟ ବଜାଇକି ମୋ ସାମ୍ନାରେ ଯାଉଛି। ଏବଂ ଯେତେବେଳେ ପରଶୁରାମ ବନ ମଧ୍ୟରୁ ବାହାରିଛନ୍ତି, କବି ତାଙ୍କର ରୂପ ଶୋଭାକୁ ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି। ଯେତେବେଳେ କବି ବନ ମଧ୍ୟରୁ ବାହାରିଛନ୍ତି, ଯେଉଁ କବି ବଳରାମ ଦାସ ନା ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି। କ'ଣ ବର୍ଣ୍ଣନା କରିଛନ୍ତି ନା ଦେଖ, କହିଛନ୍ତି ଯେ କାଲ ମେଘକୁ ବିଦାରିକି ଜହ୍ନ ଯେପରି ବାହାରକୁ ବାହାରେ, ପରଶୁରାମ ବନ ମଧ୍ୟରୁ ବାହାରିଲେ। କହିଛନ୍ତି ଦେଖ ଆଉ ଥରେ, କାଲ ମେଘକୁ ବିଦାରିକି ଜହ୍ନ ଯେପରି ବାହାରକୁ ବାହାରେ, ପରଶୁରାମ ବନ ମଧ୍ୟରୁ ବାହାରିଲେ। ଏହା କବି ତାଙ୍କର ଶୋଭାରୂପକୁ ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି। ତାଙ୍କର ଜଟା ଥିଲା ପିଙ୍ଗଲା ବର୍ଣ୍ଣ। ପରଶୁରାମ ଯେତେବେଳେ ବନ ମଧ୍ୟରେ ବାହାରିଛନ୍ତି, ତାଙ୍କର ଜଟା ଥିଲା ପିଙ୍ଗଲା ବର୍ଣ୍ଣର। କାନରେ କୁଛଟ, କୋଟିରେ ଗେରୁଆ ବସ୍ତ୍ର, କାନରେ କୁଣ୍ଡଲ ଏବଂ କୋଟିରେ ଗେରୁଆ ବସ୍ତ୍ର ପରିଧାନ କରିଛନ୍ତି। ଗୃହରେ ମୃଗଛାଲଟିଏ ଅଣ୍ଟାରେ ଗୁଡ଼ାଇଛନ୍ତି। ତୁଳସୀ ରୁଦ୍ରାକ୍ଷ ମାଲା ପିଠିରେ ଝୁଲାଇଛନ୍ତି। ରୁଦ୍ରାକ୍ଷ ମାଲା, ତାପରେ ବ୍ୟାଘ୍ର ଛାଲ ବାମ ହସ୍ତରେ, ବୈଷ୍ଣବ ଧନୁ ଦକ୍ଷିଣ ହସ୍ତରେ। ବାମ ହସ୍ତରେ ଧରିଛନ୍ତି ବ୍ୟାଘ୍ର ଛାଲ ଏବଂ ବୈଷ୍ଣବ ଧନୁ ଧରିଛନ୍ତି ଦକ୍ଷିଣ ହସ୍ତରେ, ଦକ୍ଷିଣ ହାତରେ ଧାରଣ କରିଛନ୍ତି। ପରଶୁରାମ ରାମଚନ୍ଦ୍ରଙ୍କ ସମ୍ମୁଖରେ ଉପସ୍ଥିତ ହୋଇଛନ୍ତି। ତାପରେ ପରଶୁରାମ ରାମଚନ୍ଦ୍ରଙ୍କ ସମ୍ମୁଖରେ ଉପସ୍ଥିତ ହୋଇଛନ୍ତି। ରାଜା ଦଶରଥ ତାଙ୍କୁ ବହୁତ ଚେଷ୍ଟା କରିଛନ୍ତି ତାଙ୍କୁ ପ୍ରଶମିତ କରିବାକୁ ଯାଇ। ତାପରେ ପରଶୁରାମ ଏତେ ମାତ୍ରାରେ କ୍ରୋଧ ଥିଲେ ଯେ ଦଶରଥ ତାଙ୍କୁ ଶାନ୍ତି କରିବାକୁ ଯାଇ ପରଶୁରାମଙ୍କ ପାଦତଳେ ବାରମ୍ବାର ନମସ୍କାର ଜଣାଇଥିଲେ। ପରଶୁରାମ ଏତେ ମାତ୍ରାରେ ରାଗରେ ଥିଲେ, କ୍ରୋଧରେ ଥିଲେ ଯେ ରାଜା ଦଶରଥ ତାଙ୍କୁ ଶାନ୍ତ କରିବାକୁ ଯାଇ ତାଙ୍କ ପାଦରେ ବାରମ୍ବାର ନମସ୍କାର ଜଣାଇଛନ୍ତି। କାହିଁକି ନା ଦେଖଛି, କାକୁସ୍ଥ ହୋଇ ଦୁଇ ହାତ ମଧ୍ୟ ଯୋଡ଼ିଛନ୍ତି। କାକୁସ୍ଥ ହୋଇ ଏମିତି ଦୁଇ ହାତ ମଧ୍ୟ ଯୋଡ଼ିଛନ୍ତି। ଆଉ କହିଛନ୍ତି ଯେ, କହୁଛନ୍ତି ହେ ମୁନି, ମୁଁ କେତେ ଭାଗ୍ୟ କରିଥିଲି, ହେ ମୁନି ମୁଁ କେତେ ଭାଗ୍ୟ କରିଥିଲି ଯେ ଆଜି ମୁଁ ଯମତ ଅଗ୍ନିଙ୍କ ପୁତ୍ରଙ୍କୁ ଦେଖିବାକୁ ପାଉଛି। ରାଜା ଦଶରଥ କହୁଛନ୍ତି, ମୁଁ କେଡ଼େ ବଡ଼ ଭାଗ୍ୟ କରିଥିଲି ଯେ ଆଜି ମୁଁ ଯମତ ଅଗ୍ନିଙ୍କ ପୁତ୍ରକୁ ଦେଖିବାକୁ ପାଉଛି। ନା, ପରଶୁରାମଙ୍କ ବାପାଙ୍କ ନାମ କ'ଣ ଥିଲା ନା ଯମତ ଅଗ୍ନିଙ୍କ ପୁତ୍ରକୁ ମୁଁ ଦେଖିବାକୁ ପାଉଛି। ରାଜା ଦଶରଥ କହୁଛନ୍ତି, ପରଶୁରାମକୁ ଶାନ୍ତି କରିବାକୁ ଯାଇ ପ୍ରଶମିତ କରୁଛନ୍ତି ଯେ ମୁଁ କେଡ଼େ ଭାଗ୍ୟ କରିଥିଲି। ମାନେ ରାଜା ଦଶରଥ ମଧ୍ୟ କହୁଛନ୍ତି ଯେ ପରଶୁରାମଙ୍କ ଆଗରେ, ଆଜି ମୁଁ ଯମତ ଅଗ୍ନିଙ୍କ ମାନେ ପରଶୁରାମକୁ ଦେଖିବାକୁ ପାଇଲି। ତାପରେ ତାଙ୍କ ରାଗକୁ, ପରଶୁରାମଙ୍କ ରାଗକୁ ପ୍ରଶମିତ କରିବାକୁ ଯାଇ ରାଜା ଦଶରଥ କହୁଛନ୍ତି, ଭୃଗୁକୁଲକୁ ଉଦ୍ଧାର କରିଥିଲେ ଆପଣ। ତାଙ୍କ ରାଗକୁ ଶାନ୍ତି କରିବାକୁ ଯାଇ ସେ କହୁଛନ୍ତି ଯେ ଭୃଗୁକୁଲକୁ ଉଦ୍ଧାର କରିଥିଲେ ଆପଣ, ତପୀମାନଙ୍କ ଭିତରେ ଶ୍ରେଷ୍ଠ ଆପଣ ଏବଂ
ଆପଣ ହେଉଛନ୍ତି କ୍ଷତ୍ରିୟମାନଙ୍କର ଯମ। ପରଶୁରାମଙ୍କୁ ରାଜା ଦଶରଥ କହୁଛନ୍ତି, ପ୍ରଶମିତ କରୁଛନ୍ତି ନା କ'ଣ କହୁଛନ୍ତି ନା, କହୁଛନ୍ତି ଯେ ଭୃଗୁକୁଲକୁ ଉଦ୍ଧାର କରିଥିଲେ ଆପଣ, ଆପଣ ମଧ୍ୟ ଭୃଗୁକୁଲକୁ ଉଦ୍ଧାର କରିଥିଲେ। ଆପଣ ତପୀମାନଙ୍କ ଆପଣ ତପୀମାନଙ୍କ ଭିତରେ ଶ୍ରେଷ୍ଠ, ତପୀମାନଙ୍କ ଭିତରେ ମଧ୍ୟ ଆପଣ ଶ୍ରେଷ୍ଠ। ଆପଣ ଏବଂ ଆପଣ ହେଉଛନ୍ତି କ୍ଷତ୍ରିୟମାନଙ୍କର ଯମ। ସେ କହୁଛନ୍ତି କ୍ଷତ୍ରିୟମାନଙ୍କର ଯମ ଆପଣ ମଧ୍ୟ। ସତ୍ୟ ନ୍ୟାୟ କାମ କରିବାରେ ଆପଣ ହେଉଛନ୍ତି ତାତ୍ପର୍ଯ୍ୟ। ସତ୍ୟ ନ୍ୟାୟ, ସତ୍ୟ କୋଉଟା ନ୍ୟାୟ କୋଉଟା, ଏଇଥିରେ କାମ କରିବାରେ ଆପଣ ହେଉଛନ୍ତି ତତ୍ପର, ମାନେ ଶ୍ରେଷ୍ଠ। ଈଶ୍ୱରଙ୍କ ଠାରେ ଯେତିକି ଶକ୍ତି ଅଛି ଆପଣଙ୍କ ପାଖେ ମଧ୍ୟ ସେତିକି ଶକ୍ତି ଅଛି ବୋଲି ରାଜା ଦଶରଥ କହୁଛନ୍ତି ପରଶୁରାମକୁ। ମାନେ ଭଗବାନଙ୍କ ପାଖରେ ଯେତିକି ଶକ୍ତି ଅଛି ଆପଣଙ୍କ ପାଖେ ମଧ୍ୟ ସେତିକି ଶକ୍ତି ଅଛି ବୋଲି ରାଜା ଦଶରଥ କହୁଛନ୍ତି, ତାଙ୍କୁ ପ୍ରଶମିତ କରୁଛନ୍ତି ନା। ମୋ ଦେହରେ ଯାହା ବି ପାପ ଥିଲା ଆପଣଙ୍କୁ ଦେଖି ସବୁ ପାପ ଧୋଇ ହୋଇଗଲା। ରାଜା ଦଶରଥ ପୁଣି କହୁଛନ୍ତି ଯେ ମୋ ଦେହରେ ଯାହା ବି ପାପ ଥିଲା ଆପଣଙ୍କୁ ଦେଖି ସବୁ ପାପ ଧୋଇ ହୋଇଗଲା। ଏହା ବି ମଧ୍ୟ କହୁଛନ୍ତି। ରାଜା ଦଶରଥ କେତେ ବିନୟପୂର୍ଣ୍ଣ ନିବେଦନ କରିଥିଲେ ମଧ୍ୟ ରାଜା ଦଶରଥ କେତେ ଯେ ବିନୟପୂର୍ଣ୍ଣ ନିବେଦନ କରିଥିଲେ ମଧ୍ୟ ପରଶୁରାମ ତାହା ଖଣ୍ଡ କରିଦେଉଛନ୍ତି। ମାନେ ରାଜା ଦଶରଥ ଏସବୁ ଚେଷ୍ଟା କଲେ ମଧ୍ୟ ତାଙ୍କ କଥା ଶୁଣି ନାହାନ୍ତି ପରଶୁରାମ, ଏବଂ ତାଙ୍କୁ କହୁଛନ୍ତି ଏବଂ ତାଙ୍କୁ କହିଲେ, ସ୍ୱର ଉତ୍ତୋଳନ କରିଲେ ପରଶୁରାମ କାହାକୁ, ଦଶରଥଙ୍କୁ, ଏବଂ ତାଙ୍କୁ ଯୁଦ୍ଧର ଆହ୍ୱାନ ଦେଇ କହିଲେ। ପୁଣି ପରଶୁରାମ କହୁଛନ୍ତି ଯେ ଯୁଦ୍ଧର ଆହ୍ୱାନ ଦେଇ କହୁଛନ୍ତି, କାହାକୁ କହୁଛନ୍ତି, ରାଜା ଦଶରଥଙ୍କୁ ଆହ୍ୱାନ ଦେଇ ଯୁଦ୍ଧର ଆହ୍ୱାନ ଦେଉଛନ୍ତି। କ'ଣ ଦେଉଛନ୍ତି ନା, କହିଲେ ଯେ ଯେଉଁ ଧନୁକୁ ଇନ୍ଦ୍ର ଧାରଣ କରିପାରନ୍ତି ନାହିଁ, ଯେଉଁ ଧନୁକୁ ଇନ୍ଦ୍ର ମଧ୍ୟ ମାରିପାରନ୍ତି ନାହିଁ, ସେହି ଧନୁ ଧାରଣ କରିପାରନ୍ତି ନାହିଁ, ଯେଉଁ ଧନୁରେ ତ୍ରିପୁରାସୁରର ମୃତ୍ୟୁ ହୋଇଥିଲା, ଯେଉଁ ଧନୁରେ ତ୍ରିପୁରାସୁର ମୃତ୍ୟୁ ହୋଇଥିଲା, ଯେଉଁ ଧନୁ ପର୍ବତରୁ ମଧ୍ୟ ଓଜନ, ବଜ୍ରଠାରୁ ମଧ୍ୟ ଶକ୍ତିଶାଳୀ, ସେହି ଧନୁକୁ ତୁ କିପରି ଦୁଇ ଖଣ୍ଡ କରିଦେଲୁ। ମାନେ କହୁଛନ୍ତି ରାଜା ଦଶରଥକୁ ପରଶୁରାମ, ଯେଉଁ ଧନୁ ଇନ୍ଦ୍ର ଧାରଣ କରିପାରନ୍ତି ନାହିଁ, ଯେଉଁ ଧନୁରେ ତ୍ରିପୁରା ଅସୁରର ମୃତ୍ୟୁ ହୋଇଥିଲା, ତ୍ରିପୁରା ଅସୁର ବି ମୃତ୍ୟୁ ହୋଇଥିଲା, ଏବଂ ବଜ୍ର ଓ ପର୍ବତ ଠାରୁ ମଧ୍ୟ ଓଜନ, ଶକ୍ତିଶାଳୀ ବେଶୀ, ସେହି ଧନୁକୁ ତୋ ପୁତ୍ର ରାମଚନ୍ଦ୍ର କିପରି ଭାବରେ ଭାଙ୍ଗିଦେଲା ଏବଂ ସୀତାଙ୍କୁ ବିବାହ କରିଲା। ଏହା କହୁଛନ୍ତି ରାଜା ଦଶରଥଙ୍କୁ। ମୁଁ ଦେଖିବି ଯେ ତାର ସତରେ କ'ଣ ସାହସ ଅଛି, ମାନେ ସତରେ କ'ଣ ବଳ ଅଛି, ଯେ କି ଶିବଧନୁକୁ ଭଗ୍ନ କରି ସୀତାଙ୍କ ପ୍ରାଣୀ ଗ୍ରହଣ ପୂର୍ବକ କରିଛନ୍ତି, ମାନେ ସୀତାକୁ ବିବାହ କରିଛି ସତରେ। ତାପରେ ଏହା କହୁଛନ୍ତି ଯେ, ତାପରେ କହୁଛନ୍ତି ପରଶୁରାମ, ମୋତେ ଏହି କ୍ଷଣେ ତୋର ପୁତ୍ର ଦରକାର। ମାନେ ଏବେ ମୁଁ ରାମଚନ୍ଦ୍ରଙ୍କ ସହ ଭେଟ ହେବି ବୋଲି କହୁଛନ୍ତି ପରଶୁରାମ କହୁଛନ୍ତି। ତାପରେ ରାଜା ଦଶରଥ କହୁଛନ୍ତି ଯେ, ତାପରେ ଦେଖିବା ଆମେ, ଏତିକି କହି ନିଜର ବୈଷ୍ଣବ, ତାପରେ କହୁଛନ୍ତି, ତାପରେ ପରଶୁରାମ ଯେତେବେଳେ ତାଙ୍କ ପାଖରେ ପଳେଇ ଆସନ୍ତି, ମାନେ ପରଶୁରାମଙ୍କ ପାଖରେ ରାମଚନ୍ଦ୍ର ଉପସ୍ଥିତ ହୋଇଛନ୍ତି, ଯେତେବେଳେ ଉପସ୍ଥିତ ହୋଇଛନ୍ତି ସେତେବେଳେ ରାମଚନ୍ଦ୍ର କହିଛନ୍ତି ଯେ, ଏତିକି କହି ନିଜର, ତାପରେ କହିଛନ୍ତି ଯେ, ତାପରେ ଶିବଧନୁ ଭଗ୍ନ କରିକି ତୁ ତ ସୀତାଙ୍କୁ ବିବାହ କରିଦେଲୁ, ମୁଁ କେମିତି ଜାଣିବି। ତାପରେ ପରଶୁରାମ କହୁଛନ୍ତି ନିଜର ବୈଷ୍ଣବ ଧନୁକୁ ରାମଚନ୍ଦ୍ରଙ୍କ ହାତରେ ବଢାଇ ଦେଇଛନ୍ତି। ମୁଁ ଯଦି ସତରେ ଜାଣିବି ତୋର ବଳ ଅଛି, ସେଥିପାଇଁ ଯଦି ତୁ ମୋ ବୈଷ୍ଣବ ଧନୁକୁ ତୋ ହାତରେ ତୁ ଭାଙ୍ଗିଦେବୁ, ତାହେଲେ ମୁଁ ଜାଣିବି ଯେ ତୋର, ମାନେ ଦୁଇ ସ୍ୱର ଲଗାଇଦେବୁ, ମାନେ ସ୍ୱର ଯେଉଁ ତମେ ଯଦି ଲଗେଇଦେବୁ, ତାହେଲେ ମୁଁ ସତରେ ଜାଣିବି ଯେ ତୋର ସତରେ ବଳ ଅଛି। ଏତିକି କହୁଛନ୍ତି ପରଶୁରାମ, କାହାକୁ, ରାମଚନ୍ଦ୍ରଙ୍କୁ। ଏବଂ ରାମଚନ୍ଦ୍ର କହୁଛନ୍ତି ଯଦି, ତାପରେ କହୁଛନ୍ତି ଦେଖ, ମୋ ଧନୁରେ ସଂଯୋଗ କରି ତୁ ଗୁଣ ଦେଇପାରିବୁ, ତାହେଲେ ମୁଁ ଜାଣିବି ତୋର ସତରେ ଅଛି। ଯଦି ଭାଙ୍ଗି ଦେଇପାରେ, ମୁଁ ଜାଣିବି ସତରେ ତୋର ବଳ ଅଛି। ପରଶୁରାମ କହୁଛନ୍ତି ରାମଚନ୍ଦ୍ରଙ୍କୁ। ସେତେବେଳେ ରାମଚନ୍ଦ୍ର କହୁଛନ୍ତି, ତାପରେ ରାମଚନ୍ଦ୍ର କହୁଛନ୍ତି ଧନୁକୁ ଗୁଣରେ ବସାଇ ପରଶୁରାମଙ୍କୁ ତାପରେ କହୁଛନ୍ତି ଯେ, ରାମଚନ୍ଦ୍ର, ମୁଁ ଏହି ଧନୁକୁ କୋଉଠି ପିନ୍ଧିବି, ମାନେ ଦେଲେ ବୈଷ୍ଣବ ଧନୁକୁ ସେ ହାତରେ
ବାନ୍ଧି ସତରେ ଦେଇଛନ୍ତି, ମାନେ ବାନ୍ଧି ଦେଇଛନ୍ତି। ତାପରେ ପରଶୁରାମଙ୍କୁ ପ୍ରଶ୍ନ କରିଛନ୍ତି ଯେ ମୁଁ ଏହି ଧନକୁ ଇହଲୋକକୁ ଭେଦିବି ନା ପରଲୋକକୁ ଭେଦିବି, ମାନେ ମାରିବି କହିଛନ୍ତି। ତାପରେ ପରଶୁରାମ ଏତିକିରେ ନିଜର ଶକ୍ତି, ମାନେ ପରଶୁରାମଙ୍କ ବଳ ଜାଣିପାରିଛନ୍ତି। ସେ ରାମଚନ୍ଦ୍ର ବୈଷ୍ଣବ ଧନୁକୁ ମଧ୍ୟ ଭାଙ୍ଗି ଦେଇଛନ୍ତି ଏବଂ ସ୍ୱର ପିନ୍ଧିଛନ୍ତି ପ୍ରହଲୋକକୁ। ତାପରେ ମୁଁ ଜାଣିଛନ୍ତି। ତାପରେ ଆମେ ଦେଖିବା ଯେତେବେଳେ ତାପରେ ତାପରେ ଦେଖ କାରଣ ତାପରେ ସେ ଯେତେବେଳେ ପରଶୁରାମ ଉତ୍ତର ଦେଇ କହିଲେ ପରଶୁରାମକୁ ଦେହ କରିବୁ ତୁ ମୋ ପାପକୁ ହରଣ। ତାପରେ ପରଶୁରାମ କହୁଛନ୍ତି ତାପରେ ପରଶୁରାମ କହୁଛନ୍ତି ଯେ ଯେତେବେଳେ ରାମଚନ୍ଦ୍ର ତାଙ୍କର ଧନୁକୁ ଭାଙ୍ଗି ଦେଇଛନ୍ତି ଏବଂ ତାପରେ ପରଶୁରାମ କହୁଛନ୍ତି ଭାଙ୍ଗି ଦେଇ ସାରିଲା ପରେ ରାମଚନ୍ଦ୍ର ତାଙ୍କ ବୈଷ୍ଣବ ଧନୁକୁ ପରଶୁରାମ ଏବେ କହୁଛନ୍ତି ପରଶୁରାମ ଉତ୍ତର ଦେଇ କହୁଛନ୍ତି ମୋ ଦେହରେ ଯେତେ ବି ପାପ ଅଛି ତୁ ମୋ ପାପକୁ ହରଣ କର। ପରଶୁରାମ କହୁଛନ୍ତି ରାମଚନ୍ଦ୍ରକୁ ମୁଁ ମୋ ଜୀବନରେ ଯାହା ବି ପାପ କରିଥିଲି ମୋର ପାପକୁ ତୁ ହରଣ କର, ମାନେ ମୋର ପାପକୁ ତୁ ହରଣ କରିଦେ, କହୁଛନ୍ତି ରାମଚନ୍ଦ୍ରଙ୍କୁ ପରଶୁରାମ। ପରଶୁରାମ ମଧ୍ୟ ଜାଣିନେଇଥିଲେ ଯେ ପ୍ରଭୁ ଶ୍ରୀ ରାମଚନ୍ଦ୍ର ହେଉଛନ୍ତି ସ୍ୱୟଂବର ବିଷ୍ଣୁ। ସେ ପୂର୍ବରୁ ମଧ୍ୟ ଜାଣିନେଇଥିଲେ ପରଶୁରାମ। ଏତିକି ଶୁଣିବା ମାତ୍ରେ ରାମଚନ୍ଦ୍ର ତାଙ୍କୁ ମାଫି ମାଗି ଦେଇଛନ୍ତି, ମାନେ ତାଙ୍କୁ କ୍ଷମା କରିଦେଇଛନ୍ତି ଏବଂ ପରଶୁରାମ ତାଙ୍କର ପାଦ ତଳେ ପଡ଼ିଛନ୍ତି, ନମସ୍କାର ଜଣାଇଛନ୍ତି ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ ପାଖରେ ଜଣାଇଛନ୍ତି। ଏହା ଥିଲା ପରଶୁରାମ ଭେଟ କବିତାର କବି ଯେଉଁ ବର୍ଣ୍ଣନା କରିଛନ୍ତି, ଏହା ମୁଖ୍ୟ କଥାବସ୍ତୁ ଥିଲା। ଆଲୋଚ୍ୟ କବିତାରେ କବି ବଳରାମ ଦାସ ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି ପରଶୁରାମଙ୍କ ଚରିତ୍ର ଚିତ୍ରଣ। ଏହା ଥିଲା ପରଶୁରାମ ଭେଟ କବିତା।